ମ୍ୟାକିଆଭେଲି ଏଇ ନାଁ ଶୁଣିଲେ କେମିତି ଏକ ଅଜବ ଅନୁଭବ ହୁଏ ନୁହେଁ କି? ଆଖି ସାମ୍ନାକୁ ଚାଲି ଆସେ କ୍ଷମତାର ଛାୟାଯୁଦ୍ଧ, ରାଜନୀତିକ ଚକ୍ରବ୍ୟୁହ ଆଉ କେତେ କ'ଣ। ଆଜିକାଲି ତ ମ୍ୟାକିଆଭେଲିଆନ୍ ଶବ୍ଦଟା ହିଁ ଚତୁରତା ଆଉ ଛଳନାର ପ୍ରତୀକ ପାଲଟି ଯାଇଛି। କ୍ଷମତା ପାଇଁ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ରହିବାର ଏହି ଯେଉଁ ଚିନ୍ତାଧାରା, ଏଇଥିପାଇଁ ହିଁ ମ୍ୟାକିଆଭେଲି ଏତେ ପରିଚିତ। ସତରେ କହିବାକୁ ଗଲେ ଏହା ହିଁ ତ ମ୍ୟାକିଆଭେଲିଆନ୍ ଶବ୍ଦର ମୂଳଦୁଆ। ହେଲେ ପ୍ରଶ୍ନ ଉଠୁଛି, କ'ଣ ସତରେ ତାଙ୍କର ପରିଚୟ ଏତିକିରେ ସୀମିତ? ତେବେ ଚାଲନ୍ତୁ ଆଜିର ଏହି ବିଶ୍ଳେଷଣରେ ଏହି କଥାର ଗଭୀରତାକୁ ଯିବା। ଆମେ ଜାଣିବାକୁ ଚେଷ୍ଟା କରିବା ଯେ ମାକିଆଭେଲି ପ୍ରକୃତରେ ଏମିତି ବିବାଦୀୟ ପରାମର୍ଶ ଦେଉଥିଲେ କାହିଁକି? ଏହା ପଛରେ ପ୍ରକୃତ କାରଣଟା କ'ଣ ଥିଲା? ଦେଖନ୍ତୁ, ମାକିଆଭେଲିଙ୍କ ଦର୍ଶନ ଏକ ମୌଳିକ ଜାଗାରୁ ଆରମ୍ଭ ହୁଏ। ସେ ଶାସନକୁ ମୁଖ୍ୟତଃ ଦୁଇଟି ଅଲଗା ଅଲଗା ଭାଗରେ ଦେଖୁଥିଲେ। ଆସନ୍ତୁ ସେ ବିଷୟରେ ଜାଣିବା। ମାକିଆଭେଲିଙ୍କ ମତରେ ଶାସନର ଦୁଇଟି ରୂପ। ଗୋଟିଏ ହେଲା ଆଦର୍ଶ, ମାନେ ଗଣତନ୍ତ୍ର। ଏହା କେବଳ ସେଇଠି ସମ୍ଭବ ଯେଉଁଠି ଲୋକମାନେ ସଚ୍ଚୋଟ ଆଉ ନୈତିକ। କିନ୍ତୁ ଆଉ ଗୋଟିଏ ହେଉଛି ବ୍ୟାବହାରିକ ରୂପ, ରାଜତନ୍ତ୍ର। ଏହା ସେହି ସମାଜ ପାଇଁ ଯେଉଁଠି ଲୋକମାନେ ଭ୍ରଷ୍ଟ ଏବଂ ସ୍ୱାର୍ଥପର। ସେଠି ଜଣେ ଶକ୍ତିଶାଳୀ ରାଜା ହିଁ ଶାସନ କରିପାରିବ। ଏଇଠି ହିଁ ଆସୁଛି ସବୁଠୁ ବଡ଼ ପ୍ରଶ୍ନ। ଯଦି ସେ ନିଜେ ଗଣତନ୍ତ୍ରକୁ ଏତେ ଭଲ ମାନୁଥିଲେ, ତାହେଲେ ସେ ଜଣେ ଏକଛତ୍ରବାଦୀ ଶାସକ ପାଇଁ ଗାଇଡବୁକ୍ କାହିଁକି ଲେଖିଲେ? ଏହାର ଉତ୍ତର ଆଉ କେଉଁଠି ନୁହେଁ, ବରଂ ମଣିଷର ସ୍ୱଭାବ ବିଷୟରେ ତାଙ୍କ ଧାରଣା ଭିତରେ ହିଁ ଲୁଚି ରହିଛି। ମାକିଆଭେଲିଙ୍କର ପୂରା ରାଜନୀତିକ ଦର୍ଶନ ଗୋଟିଏ କେନ୍ଦ୍ରୀୟ ବିଶ୍ୱାସ ଉପରେ ତିଆରି ହୋଇଛି, ଆଉ ତାହା ହେଉଛି ମଣିଷର ପ୍ରକୃତ ସ୍ୱଭାବ। ତେବେ ଆସନ୍ତୁ ଦେଖିବା ମଣିଷ ବିଷୟରେ ସେ କ'ଣ ଭାବୁଥିଲେ। ତାଙ୍କର ସିଧା କଥା ଥିଲା, ମଣିଷ ନିଜ ସ୍ୱଭାବରୁ ହିଁ ସ୍ୱାର୍ଥପର, ଲୋଭୀ ଆଉ ଧୋକାବାଜ। ମଣିଷ ଉପରେ ଏହି ଯେଉଁ ଗଭୀର ଅବିଶ୍ୱାସ ଥିଲା, ତାହା ହିଁ ତାଙ୍କ ରାଜନୀତିର ମୂଳଦୁଆ ଥିଲା। ଆଉ ଏମିତି ଭାବିବା ପଛରେ କାରଣ ବି ଥିଲା। ସେ ଯେଉଁ ସମୟରେ ବଞ୍ଚୁଥିଲେ, ସେତେବେଳର ଇଟାଲୀ ରାଜନୈତିକ ଅସ୍ଥିରତା, ଲଢ଼େଇ ଓ ଭ୍ରଷ୍ଟାଚାରରେ ବୁଡ଼ି ରହିଥିଲା। ନିଜ ଆଖପାଖର ଏହି ବିଶୃଙ୍ଖଳାକୁ ଦେଖି ମଣିଷର ସ୍ୱଭାବ ଉପରେ ତାଙ୍କର ଧାରଣା ଆହୁରି ପକ୍କା ହୋଇଯାଇଥିଲା। ତେଣୁ ତାଙ୍କର ଯୁକ୍ତି ବହୁତ ସିଧାସଳଖ ଥିଲା। ଯଦି ଲୋକମାନେ ସ୍ୱାର୍ଥପର ଆଉ ଭ୍ରଷ୍ଟ, ତେବେ ସେମାନଙ୍କୁ ଶାସନରେ ରଖିବା ପାଇଁ ଜଣେ ଶକ୍ତିଶାଳୀ ଶାସକ ଦରକାର। ଏହିପାଇଁ ତାଙ୍କ ପାଇଁ ରାଜତନ୍ତ୍ର କୌଣସି ପସନ୍ଦ ନଥିଲା, ବରଂ ଏକ ବାଧ୍ୟତାମୂଳକ ଆବଶ୍ୟକତା ଥିଲା। ଏବେ ଆସନ୍ତୁ ଆଉ ଗୋଟେ ମଜେଦାର କଥା ଦେଖିବା। ମାକିଆଭେଲି କ'ଣ ଭାବୁଥିଲେ ସେଇଟା ତ ଜାଣିଲେ, କିନ୍ତୁ ସେ କେମିତି ଏହି ସିଦ୍ଧାନ୍ତରେ ପହଞ୍ଚିଲେ? କାରଣ ତାଙ୍କର ପଦ୍ଧତି ପୂର୍ବ ଦାର୍ଶନିକମାନଙ୍କଠାରୁ ବିଲକୁଲ ଅଲଗା ଥିଲା। ଦେଖନ୍ତୁ, ପ୍ଲେଟୋଙ୍କ ଭଳି ପୁରୁଣା ଦାର୍ଶନିକମାନେ କହୁଥିଲେ ଜଣେ ଆଦର୍ଶ ଶାସକ ପାଇଁ ଦର୍ଶନଶାସ୍ତ୍ରର ଜ୍ଞାନ ଦରକାର। କିନ୍ତୁ ମାକିଆଭେଲି କହିଲେ, ନା, ଜଣେ ଭଲ ଶାସକକୁ ଦର୍ଶନ ନୁହେଁ, ବରଂ ଲୋକଙ୍କର ମନୋବିଜ୍ଞାନ ଆଉ ଇତିହାସରୁ ଶିଖିବା ଦରକାର। କ'ଣ ହେବା ଉଚିତ ନୁହେଁ, ପ୍ରକୃତରେ କ'ଣ ହୁଏ, ତାହା ଉପରେ ସେ ଗୁରୁତ୍ୱ ଦେଉଥିଲେ। ସତ କହିବାକୁ ଗଲେ ସେ ରାଜନୀତିକୁ ଏକ ବିଜ୍ଞାନ ଭଳି ଦେଖୁଥିଲେ। କେବଳ କଳ୍ପନା ବା ଆଦର୍ଶ ନୁହେଁ, ବରଂ ବାସ୍ତବ ଦୁନିଆର ଘଟଣାକୁ ଦେଖି, ଇତିହାସରୁ ଶିଖି, ତାପରେ ଯାଇ କୌଣସି ସିଦ୍ଧାନ୍ତରେ ପହଞ୍ଚିବାରେ ସେ ବିଶ୍ୱାସ କରୁଥିଲେ। ଏହାକୁ ହିଁ ଅନୁଭବ ସିଦ୍ଧ ପଦ୍ଧତି କୁହାଯାଏ। ଆଉ ଏହା ହିଁ ତାଙ୍କ ଦର୍ଶନର ସାରାଂଶ। ସେ ଜଣେ କଟ୍ଟର ବାସ୍ତବବାଦୀ ଥିଲେ। ସେ ଦୁନିଆକୁ ଯେମିତି ଥିଲା ସେମିତି ଦେଖୁଥିଲେ, କୌଣସି କାଳ୍ପନିକ ଆଦର୍ଶର ଚଷମା ଲଗାଇ ନୁହେଁ। ହେଲେ ଏ କାହାଣୀରେ ଆହୁରି କିଛି ବାକି ଅଛି। ଦ ପ୍ରିନ୍ସରେ ଯେଉଁ ପରାମର୍ଶ ସବୁ ଦିଆଯାଇଛି, ତାହା ପ୍ରକୃତରେ ସମସ୍ତଙ୍କ ପାଇଁ ନଥିଲା। ଏହା ଏକ ବହୁତ ଖାସ୍ ପ୍ରକାରର ନେତାଙ୍କ ପାଇଁ ଲେଖାଯାଇଥିଲା। ଦ ପ୍ରିନ୍ସ ହେଉଛି ରାଜ୍ୟ ଶାସନ କଳା ଉପରେ ଲେଖାଯାଇଥିବା ଏକ ବହି। ଏହାର ମୂଳ ଉଦ୍ଦେଶ୍ୟ ଥିଲା କ୍ଷମତାର ଯନ୍ତ୍ରକୌଶଳକୁ ବୁଝାଇବା, ମାନେ କ୍ଷମତାକୁ କେମିତି ହାସଲ କରାଯାଏ ଆଉ ତାକୁ କେମିତି ବଞ୍ଚାଇ ରଖାଯାଏ। ଆଉ ଏହି ଗୋଟିଏ କଥା ହିଁ ପୂରା କାହାଣୀକୁ ଓଲଟପାଲଟ କରିଦିଏ। ଭାବି ଦେଖନ୍ତୁ, ସେ ଜଣେ ସ୍ଥାପିତ ଶକ୍ତିଶାଳୀ ରାଜାଙ୍କୁ ପରାମର୍ଶ ଦେଉନଥିଲେ, ବରଂ ଜଣେ ନୂଆ ଶାସକଙ୍କୁ ରାସ୍ତା ଦେଖାଉଥିଲେ ଯେ ଏକାକୀ ନିଜ ଅସ୍ତିତ୍ୱ ପାଇଁ ଲଢ଼ୁଥିଲା। ତେବେ ଏହି ନୂଆ ଶାସକଙ୍କର ଶତ୍ରୁ କିଏ ଥିଲେ? ମାକିଆଭେଲି ପ୍ରକୃତରେ କେଉଁ ପ୍ରତିଷ୍ଠିତ ଆଉ ଭ୍ରଷ୍ଟ ଶକ୍ତି ବିରୁଦ୍ଧରେ ଲେଖୁଥିଲେ? ମାକିଆଭେଲିଙ୍କ ହିସାବରେ ସେତେବେଳେ ଇଟାଲୀର ଏକତା ପାଇଁ ତିନୋଟି ବଡ଼ ଶତ୍ରୁ ଥିଲେ। ପ୍ରଥମତଃ ପୁରୁଣା ସାମନ୍ତବାଦୀ ବ୍ୟବସ୍ଥା, ଦ୍ୱିତୀୟରେ ସ୍ୱାର୍ଥପର ଅଭିଯାତ୍ରିଣୀ ଆଉ ତୃତୀୟରେ ସେତେବେଳର ରାଜନୀତିରେ ବୁଡ଼ି ରହିଥିବା ଭ୍ରଷ୍ଟ ଚର୍ଚ୍ଚ। ତାଙ୍କର ଏହି କଠୋର ପରାମର୍ଶ ଏମିତି ହିଁ ଆସିନଥିଲା। ଏହା ଥିଲା ଏହି ଶକ୍ତିଶାଳୀ ଭ୍ରଷ୍ଟ ଗୋଷ୍ଠୀଙ୍କ ବିରୁଦ୍ଧରେ ଏକ ସିଧାସଳଖ ରଣନୀତି। ସେ ବିଶ୍ୱାସ କରୁଥିଲେ ଯେ ଏକ ପଚାସଢ଼ା ବ୍ୟବସ୍ଥାକୁ ଯଦି ଭାଙ୍ଗିବାର ଅଛି, ତେବେ ଅସାଧାରଣ ଆଉ କଠୋର ପଦକ୍ଷେପ ନେବାକୁ ହିଁ ପଡ଼ିବ। ତେଣୁ ଯେତେବେଳେ ଆମେ ପୂରା ପ୍ରସଙ୍ଗକୁ ବୁଝିବାକୁ ଚେଷ୍ଟା କରୁ, ଦ ପ୍ରିନ୍ସର ଅର୍ଥ ହିଁ ବଦଳିଯାଏ।
ଏହା ନିଷ୍ଠୁରତାକୁ ବଢ଼ାଇବା ପାଇଁ ଲେଖାଯାଇ ନଥିଲା, ବରଂ ଏକ ଭାଙ୍ଗି ଯାଇଥିବା ବ୍ୟବସ୍ଥା ଭିତରୁ ଶୃଙ୍ଖଳା ଆଣିବା ପାଇଁ ଏକ ବାସ୍ତବବାଦୀ ଯୋଜନା ଥିଲା। ଏହା ଏକ ଏମିତି ପ୍ରଶ୍ନ ଯାହା ଆଜି ବି ସେତିକି ହିଁ ପ୍ରାସଙ୍ଗିକ। ଆଦର୍ଶ ଏବଂ ବାସ୍ତବତା ଭିତରେ ସନ୍ତୁଳନ ରକ୍ଷା କରିବା ବୋଧହୁଏ ପ୍ରକୃତ ନେତୃତ୍ୱର ସବୁଠାରୁ ବଡ଼ ପରୀକ୍ଷା। ଏହି ଚିନ୍ତା ସହିତ ଆଜିର ଆଲୋଚନାକୁ ଏଇଠି ଶେଷ କରୁଛୁ।